ପିଲାମାନେ ସମସ୍ତେ ଭଲରେ ଅଛ ତ? ଓକେ, ହଉ କହିଲ ପିଲେ, ପୂର୍ବ ବିଜ୍ଞାନ କ୍ଲାସରେ ଆମେ କ'ଣ ସବୁ ଆଲୋଚନା କରିଥିଲେ? ଗୀତା କହିଲ। ହଁ, ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। ନମିତା? ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। ଧନଞ୍ଜୟ, ତମେ କାହିଁ କଥା ହଉଛ? ତମର ମନେ ନାହିଁ? ସମୟ କ'ଣ କହିଲ? ଓହୋ, ଆଉ ଥରେ କହିବି? ହଉ ଠିକ୍ ଅଛି, ମୁଁ ଚୁମ୍ବକରେ ପୁଣି ଥରେ ଆଲୋଚନା କରୁଛି। ତୁମେ ସମସ୍ତେ ମନ ଦେଇ ଶୁଣିବ। ସ୍କ୍ରିନ୍କୁ ଠିକ୍ ଭାବେ ଲକ୍ଷ୍ୟ କର। ବରଫ ତରଳୁଛି, ମହମବତୀ ତରଳୁଛି, ଓଦା ଲୁଗା ଶୁଖୁଛି, ଏସବୁ କ'ଣ? ଏହାକୁ କି ପ୍ରକାର ପରିବର୍ତ୍ତନ ଆମେ କହିବା? ଭେରି ଗୁଡ୍। ତେବେ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କାହାକୁ କହନ୍ତି? କିଏ କହିବ? ହଁ, ସମସ୍ତେ ଖାତାରେ ଲେଖିନିଅ। ସ୍କ୍ରିନ୍କୁ ଲକ୍ଷ୍ୟ କର ଏବଂ ଖାତାରେ ଲେଖିନିଅ। ଯେଉଁ ପରିବର୍ତ୍ତନରେ ପଦାର୍ଥଟି ମୂଳ ଅବସ୍ଥାକୁ ଫେରି ଆସିପାରେ ତାହାକୁ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ। ସମସ୍ତେ ଲେଖୁଛ? ହଁ, ଲେଖିନିଅ। ଏବେ ପୁଣି ଥରେ ସ୍କ୍ରିନ୍କୁ ଲକ୍ଷ୍ୟ କର। ଲୁହାରେ କଳଙ୍କି ଲାଗିବା, ଫଳ ପାଚିଯିବା, ଦିଆସିଲି କାଠି ଜଳିବା, କ୍ଷୀର ଦହିରେ ପରିଣତ ହେବା, ଉଦାହରଣ ଗୁଡ଼ିକୁ ଦେଖୁଛ? ଏଗୁଡ଼ିକୁ ସବୁ କ'ଣ ହେଇପାରେ? ଭେରି ଗୁଡ୍। ଏସବୁ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନର ଉଦାହରଣ। ଏବେ କୁହ, ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କାହାକୁ କହନ୍ତି? କିଏ କହିବ? ସନ୍ତୋଷ କହିବ? କୁହ। ହଁ, ବହୁତ ସୁନ୍ଦର। ଯେଉଁ ପରିବର୍ତ୍ତନରେ ପଦାର୍ଥଟି ମୂଳ ଅବସ୍ଥାକୁ ଫେରି ଆସିପାରେ ନାହିଁ ତାହାକୁ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ। ହଁ, ଦେଖ ଏବଂ ଲେଖ। ଯେଉଁ ପରିବର୍ତ୍ତନରେ ପଦାର୍ଥଟି ମୂଳ ଅବସ୍ଥାକୁ ଫେରି ଆସିପାରେ ନାହିଁ ତାହାକୁ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ। ସମସ୍ତେ ଲେଖିନେଲ। ଦେଖ, ଆମେ ଜଳଚକ୍ର କଥା ମଧ୍ୟ ସେଦିନ ଆଲୋଚନା କରିଥିଲେ। ଜଳ ପ୍ରଥମେ ସୂର୍ଯ୍ୟଙ୍କ କିରଣରେ ନଦୀ, ହ୍ରଦ ଓ ସମୁଦ୍ରର ଜଳ ଗରମ ହୋଇ ଜଳୀୟ ବାଷ୍ପରେ ପରିଣତ ହୁଏ। ଏହି ପ୍ରକ୍ରିୟାକୁ ବାଷ୍ପୀଭବନ କୁହାଯାଏ। ନଦୀ, ହ୍ରଦ, ସମୁଦ୍ରର ଜଳ ଜଳୀୟ ବାଷ୍ପ ଆକାରରେ ଉପରକୁ ଉଠିଲା, ତ ଏଇଟା ହେଲା ବାଷ୍ପୀଭବନ। ସମସ୍ତେ ଜାଣିଲ? ଏହା ବ୍ୟତୀତ ଗଛଲତା ମଧ୍ୟ ପତ୍ର ଦ୍ୱାରା ବାୟୁମଣ୍ଡଳକୁ ଜଳୀୟ ବାଷ୍ପ ଛାଡ଼ନ୍ତି। ଚିତ୍ରଟିକୁ ସମସ୍ତେ ଲକ୍ଷ୍ୟ କରିପାରୁଥିବ। ଏହି ପ୍ରକ୍ରିୟାକୁ ଉତ୍ସେଦନ କହନ୍ତି। ଠିକ୍ ସେ ଦେଖିଲ କି ନାହିଁ? ତାପରେ ଜଳୀୟ ବାଷ୍ପ ହାଲୁକା ହୋଇଥିବାରୁ ଏହା ଉପରକୁ ଉଠିଯାଏ। ଉପରେ ବାୟୁମଣ୍ଡଳରେ ଥଣ୍ଡା ସଂସ୍ପର୍ଶରେ ଆସି ଏହା ଛୋଟ ଛୋଟ ଜଳକଣାରେ ପରିଣତ ହୋଇ ମେଘ ସୃଷ୍ଟି କରେ, ଯାହାକୁ କି ଘନୀଭବନ କୁହାଯାଏ। ଆକାଶରେ ତାହା ମେଘ ସୃଷ୍ଟି ହେଇକି ରହେ, ଘନୀଭବନ। ଯେତେବେଳେ ମେଘରେ ଥିବା ଜଳକଣା ଗୁଡ଼ିକ ବଡ଼ ଓ ଭାରୀ ହୋଇଯାନ୍ତି, ସେଗୁଡ଼ିକ ପୃଥିବୀର ମାଧ୍ୟାକର୍ଷଣ ଯୋଗୁଁ ବର୍ଷା, କୁଆପଥର ବା ବରଫ ଆକାରରେ ପୃଥିବୀ ପୃଷ୍ଠକୁ ଖସି ପଡ଼େ। ଏହାକୁ ଅବକ୍ଷେପଣ କୁହାଯାଏ। ଦେଖିଲ, ତାମାନେ ଆମେ ପ୍ରଥମେ କ'ଣ ଜାଣିଲେ? ନା ବାଷ୍ପୀଭବନ କେମିତି ହେଲା, ତାପରେ ଜାଣିଲେ ଉତ୍ସେଦନ ପ୍ରକ୍ରିୟା, ତାପରେ ଜାଣିଲେ ଘନୀଭବନ କେମିତି ହେଉଛି, ତାପରେ ଜାଣିଲେ ଅବକ୍ଷେପଣ। ତ ବର୍ଷା ଜଳ ନଦୀ, ପୋଖରୀ ଓ ନାଳ ଦେଇ ବୋହି ହୋଇଯାଇ ପୁଣି ସମୁଦ୍ରରେ ମିଶିଯାଏ। ଏହି ସମ୍ପୂର୍ଣ୍ଣ ପଦ୍ଧତିକୁ ଜଳଚକ୍ର କୁହାଯାଏ। ଜଳଚକ୍ରର ଚିତ୍ର ସମସ୍ତେ ଦେଖିପାରୁଥିବ। ଦେଖ, କିଭଳି ଜଳ ପ୍ରଥମେ ନଦୀ, ହ୍ରଦ, ସମୁଦ୍ର, ଗଡ଼ିଆ, ପୋଖରୀର ଜଳ ସୂର୍ଯ୍ୟଙ୍କ କିରଣ ଦ୍ୱାରା
ଜଳୀୟ ବାଷ୍ପ ଆକାରରେ ଉପରକୁ ଯାଉଛି। ଗଲା ଉପରେ ତାହା ଥଣ୍ଡା ହୋଇ ଘନୀଭବନ ପ୍ରକ୍ରିୟାରେ ମେଘ ସୃଷ୍ଟି ହେଲା ଏବଂ ପରେ ପୃଥିବୀର ମାଧ୍ୟାକର୍ଷଣ ବଳ ଯୋଗୁଁ ବର୍ଷା ଆକାରରେ ବା କୁଆପଥର ଆକାରରେ ବରଫ ଆକାରରେ ପୃଥିବୀ ପୃଷ୍ଠକୁ ଖସି ପଡ଼ିଲା। ଏହାକୁ ଅବକ୍ଷେପଣ ଆମେ କହିଲେ। ତ ଏଇ ସମସ୍ତ ପ୍ରକ୍ରିୟାର ସମାହାର ହିଁ ଜଳଚକ୍ର। ଖାଲି ଜଳଚକ୍ରରେ ଏତିକି ହଉନାହିଁ, ଆଉ କ'ଣ ହଉଛି ନା କିଛି ଜଳ ମାଟି ଭିତରକୁ ଶୋଷି ହେଇଯାଏ, ଯାହାକୁ କି ଭୂତଳ ଜଳ କୁହାଯାଏ। ମାନେ ପୃଥିବୀ ଗର୍ଭରେ ଜଳ ସଂଗୃହୀତ ହେଇକି ରହେ। ଏବେ ତାହେଲେ କହିଲ ଜଳଚକ୍ରର ଗୁରୁତ୍ୱ ଆମେ ପୂର୍ବ କ୍ଲାସରେ ଆଲୋଚନା କରିଥିଲେ, ତମେ ଖାତାରେ ବି ଲେଖିଛ, ମୁଁ ଖାଲି ଟିକେ କହିଦେଉଛି ତୁମ ମନେ ପଡ଼ିଯିବ। ଏହା ପୃଥିବୀରେ ମଧୁର ଜଳର ଯୋଗାଣକୁ ବଜାଇ ରଖେ। ଉଦ୍ଭିଦ ପ୍ରାଣୀମାନଙ୍କର ବଞ୍ଚିବା ପାଇଁ ଏହା ଏକ ଅପରିହାର୍ଯ୍ୟ ପ୍ରକ୍ରିୟା। ଏହା ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତ ଆମେ ପୂର୍ବ କ୍ଲାସରେ ଯାହା ଆଲୋଚନା କରିଥିଲେ, ଆଜି ତମେ ତ ପୁଣି ଚିତ୍ର ସହିତ ଦେଖିଲ, ମୁଁ ଭାବୁଛି ସମସ୍ତଙ୍କର ମନେ ପଡ଼ିଯାଇଥିବ। ହଁ, ଓ ଜଳଚକ୍ର ଚିତ୍ରକୁ ଆଉ ଟିକେ ସମୟ ଦେଖିବ। ଏମାନେ ସବୁ ଚାଲାକ ଅଛନ୍ତି, ତମେ ଜାଣିଛ ସାର୍ ଚିତ୍ର କରିବା ପାଇଁ ଦେବେ, ତେଣୁ ଚିତ୍ରଟା ହଉ ଠିକ୍ ଅଛି, ଖାଲି ଶୀଘ୍ର ଟିକେ ଦେଖିନିଅ। ଏ ଚିତ୍ରଟା ତମେ କରିପାରିବ ନିଜ ଖାତାରେ? ହଁ, ଠିକ୍ ଭାବେ ମନେ ରଖିବ, ପରୀକ୍ଷାରେ ହୁଏତ ପ୍ରଶ୍ନ ଆସିବ ଯେ ଜଳଚକ୍ରର ଚିତ୍ର ସହ ତାର ସମସ୍ତ ପ୍ରକ୍ରିୟାକୁ ବୁଝାଅ। ଏବେ ସମସ୍ତେ ପୂର୍ବ କ୍ଲାସରେ ଥିବା ଡାଉଟକୁ ବୁଝିଗଲ। ହଉ, ଏଥର ଆଜିର ପାଠକୁ ଆସିବା। ଦେଖ କ'ଣ ହଉଛି, ଠିକ୍ ଭାବେ ଦେଖୁଥିବ। ହଁ, ପ୍ରଜ୍ଞା କୁହ କ'ଣ ହେଲା? ଓ ଛୋଟ ପିଲା କ୍ରମଶଃ ବଡ଼ ହେଇ ବଡ଼ ହେଲା। ହଁ, ଠିକ୍ ଦେଖିଲ। ପୁଣି ଗୋଟେ ଦେଖ, ପଙ୍କଜିନୀ କ'ଣ ଦେଖିଲ? ଓହୋ, ସୂର୍ଯ୍ୟମୁଖୀ ଫୁଲରେ କ'ଣ ଗୋଟେ ପ୍ରକ୍ରିୟା ଚାଲିଛି। କେହି କହିପାରିବ କି କେଉଁ ପ୍ରକ୍ରିୟା ଚାଲିଛି? ଜାଣିନ? ହଉ ଶୁଣ, ସୂର୍ଯ୍ୟମୁଖୀ ଫୁଲଟିରେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଚାଲିଛି। ପୂର୍ବ କ୍ଲାସରେ ଆମେ ପଦାର୍ଥର ପରିବର୍ତ୍ତନ ସମ୍ବନ୍ଧରେ ପଢ଼ିଥିଲେ, ମାତ୍ର ଏବେ ଆମ ନିଜ ଶରୀରର କିପରି ପରିବର୍ତ୍ତନ ହେଉଛି ଦେଖିଲ ତମେ, ତଥା ଉଦ୍ଭିଦମାନଙ୍କ କ୍ଷେତ୍ରରେ କି ପରିବର୍ତ୍ତନ ହେଉଛି ସେ ସମସ୍ତ କଥା ଚିତ୍ରରେ ଦେଖିଲ। ଛୋଟ ପିଲାଟିର ଶରୀରରେ ପରିବର୍ତ୍ତନ ହେବା ଫଳରେ ପିଲାଟି ବଡ଼ ହେଉଛି। ଠିକ୍ ସେହିପରି ସୂର୍ଯ୍ୟମୁଖୀ ଫୁଲଟିରେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଘଟୁଛି। ଏହା ମାଧ୍ୟମରେ ଉଦ୍ଭିଦ ନିଜର ଖାଦ୍ୟ ପ୍ରସ୍ତୁତ କରିଥାଏ ଓ ବୃଦ୍ଧି ହୁଏ। ଜାଣିଗଲ ସମସ୍ତେ? ଏବେ ତୁମ ସମସ୍ତଙ୍କ ପାଇଁ ମୋର ଗୋଟିଏ ପ୍ରଶ୍ନ। ତୁମେ ଏବେ ସପ୍ତମ ଶ୍ରେଣୀରେ ପଢ଼ୁଛ। ତୁମେ ଯେତେବେଳେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲ, ସେତେବେଳେ ଯେଉଁ ସବୁ ଡ୍ରେସ୍ ପିନ୍ଧୁଥିଲ, ଆଜି ସେଇ ଡ୍ରେସ୍ ତୁମକୁ ଛୋଟ ହେଉଛି ନା ହେଇଯାଉଛି? ଛୋଟ ହେଉଛି। ଆଚ୍ଛା, ଟିକେ ଭାବିଲ ଦେଖି, କାହିଁକି ଛୋଟ ହେଉଛି? ଅଞ୍ଜନ କହିବ? କହିଲ? ଠିକ୍ ଅଛି, କାରଣ ଆମ ସମସ୍ତଙ୍କର ଶାରୀରିକ ବୃଦ୍ଧି ଘଟୁଛି। ପିଲେ, ତାହେଲେ ସମୟର ପରିବର୍ତ୍ତନ ହେବା ଫଳରେ ଆମ୍ଭମାନଙ୍କର ମଧ୍ୟ ଶାରୀରିକ ପରିବର୍ତ୍ତନ ଘଟୁଛି, ନାହିଁ? ହଁ, ସମୟ କଥାରୁ ମୋର ଗୋଟେ କଥା ମନେ ପଡ଼ିଲା। ତୁମ ଜେଜେବାପା ଜେଜେମା କିପରି ସମୟ ଦେଖୁଥିଲେ? ହଁ, ସୂର୍ଯ୍ୟ ଘଡ଼ିକୁ ବ୍ୟବହାର କରି ସମୟ ଦେଖୁଥିଲେ। ସୂର୍ଯ୍ୟ ଘଡ଼ି ତମେ ଆଗରୁ କେବେ ଦେଖିଥିଲ? ଏଇ ଦେଖ ସୂର୍ଯ୍ୟ ଘଡ଼ି, ଅର୍ଥାତ୍ ସୂର୍ଯ୍ୟଙ୍କ କିରଣ ଯେତେବେଳେ ତା ଉପରେ ପଡ଼ିବ, ତା ଛାଇରୁ ସେମାନେ ସମୟଟାକୁ ଜାଣିପାରୁଥିଲେ। ଠିକ୍ ଅଛି, ଏବେ ପିଲାମାନେ ମୁଁ ତୁମକୁ ବିଭିନ୍ନ ପ୍ରକାର ଘଣ୍ଟାର ଚିତ୍ର ଦେଖେଇବି। ତୁମେ ସେ ସବୁକୁ ଚିହ୍ନିବ ଏବଂ ତା ନାଁକୁ ମୋତେ କହିବ, ନିଜ ଖାତାରେ ତାକୁ ଲେଖିନେବ। ଦେଖ, ଡିଜିଟାଲ ଘଣ୍ଟା, ବିଦ୍ୟୁତ ଘଣ୍ଟା, ହାତ ଘଡ଼ି,
କାନ୍ଥ ଘଣ୍ଟା, ସୂର୍ଯ୍ୟ ଘଡ଼ି। ଦେଖିଲ କେତେ ପ୍ରକାରର ଘଣ୍ଟା ମୁଁ ଦେଖେଇଛି। ତୁମେ ସବୁ ଘଣ୍ଟାକୁ ଜାଣିଥିଲ କି? ସ୍ନିଗ୍ଧା ଜାଣିଥିଲ? ଓ ତୁମର ଡିଜିଟାଲ ଘଣ୍ଟା ଅଛି। ଆଉ କାହାର ଅଛି ଡିଜିଟାଲ ଘଣ୍ଟା? ତୁମେ କେତେ ଆଗୁଆ, ସମସ୍ତଙ୍କର ଅଛି ନାଇଁ? ହଉ, ଏବେ ଘଣ୍ଟା ଗୁଡ଼ିକର ନାଁ ସମସ୍ତେ ଲେଖିନେଲ। ଏବେ ଶୁଣ, ଆଲୋକ ତାର ଛାଇ କେବଳ ସମୟ ଦେଖିବା କିମ୍ବା ଭିନ୍ନ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଆଲୋକର ଆହୁରି ବହୁତ କାର୍ଯ୍ୟ ରହିଛି। ଏବେ ଆସ ଆମେ ଆଲୋକର ଗତି ସମ୍ବନ୍ଧରେ ଜାଣିବା। ଆଲୋକର ଗତିକୁ ଜାଣିବା ପାଇଁ ଆସ ଆମେ ଏକ ସରଳ ପରୀକ୍ଷାଟେ କରିବା। ସମସ୍ତେ ଦେଖିବ ତ ପରୀକ୍ଷା? ହଁ, ପରୀକ୍ଷା ପାଇଁ ଆବଶ୍ୟକୀୟ ଉପକରଣ ଗୁଡ଼ିକ ହେଲା ଗୋଟିଏ ସିଧା ନଳୀ, ଗୋଟିଏ ବଙ୍କା ନଳୀ ଏବଂ ଗୋଟିଏ ଜଳୁଥିବା ମହମବତୀ। ଦେଖ, ପ୍ରଥମେ ଜଳୁଥିବା ମହମବତୀକୁ ସିଧା ନଳୀ ସାହାଯ୍ୟରେ ଦେଖିବା। କ'ଣ ଦେଖିହେବ? ମହମବତୀ ଜଳୁଥିବାର ଦେଖିବା। ଯେତେବେଳେ ବଙ୍କା ନଳୀ ସାହାଯ୍ୟରେ ଦେଖିବା, ମହମବତୀ ଜଳିବା ଦେଖାଯିବ ନାହିଁ। ତେବେ ଆମେ ଏହି ପରୀକ୍ଷାଟିରୁ ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଆଲୋକ ଏକ ସରଳ ରେଖାରେ ଗତି କରେ। ତୁମେ ବାକ୍ୟଟିକୁ ଖାତାରେ ଲେଖିନିଅ। ସମସ୍ତେ ତ ବୁଝି ଯାଇଥିବ। ସିଧା ନଳୀ ଦ୍ୱାରା ଦେଖିଲେ ମହମବତୀ ଦେଖିପାରୁଛୁ ଆମେ, କିନ୍ତୁ ବଙ୍କା ନଳୀରେ ଦେଖାଯାଉ ନାହିଁ। ତେଣୁ ଏ ପରୀକ୍ଷାର ସିଦ୍ଧାନ୍ତ କ'ଣ ହେଲା? ଆଲୋକ ଏକ ସରଳ ରେଖାରେ ଗତି କରେ। ପିଲାମାନେ, ଆଲୋକର ଗତିପଥକୁ ବଦଳାଇ ହେବ କି? ଏହା ନିଶ୍ଚୟ ତୁମ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ, ନୁହେଁ? ଆଲୋକ ତ ସିଧାରେ ଯାଉଛି ବୋଲି ଆମେ କହିଲେ, ଆଲୋକ ସରଳ ରେଖାରେ ଗତି କରେ। ତୁମେ ଷଷ୍ଠ ଶ୍ରେଣୀରେ ପଢ଼ିଛ ଯେ ଆଲୋକ ମସୃଣ ପୃଷ୍ଠ ଉପରେ ପଡ଼ି ପ୍ରତିବିମ୍ବ ସୃଷ୍ଟି କରିଥାଏ। ଯେମିତିକି ତୁମେ ସବୁ ସିଂହ ଠେକୁଆର ଗଳ୍ପ ଶୁଣିଥିବ, ଭୁଲି ଯାଇଛ? এই ଚିତ୍ରଟିକୁ ଲକ୍ଷ୍ୟ କର। ଦେଖୁଛ ସିଂହ ଠେକୁଆର ଗଳ୍ପ? କ'ଣ ହେଲା? ଠେକୁଆ ତା ଚତୁରତା ଯୋଗୁଁ ସିଏ ସିଂହକୁ ସେଇ ପାଣି ମଧ୍ୟରେ ଥିବା ତା ପ୍ରତିବିମ୍ବ ଦେଖେଇଲା। ସିଂହ ବୁଝି ନ ପାରି ସେଇ କୂଅ ଭିତରକୁ ଡେଇଁ ପଡ଼ିଲା। ଯଦ୍ୱାରା କ'ଣ ହେଲା? ଜଙ୍ଗଲର ସମସ୍ତ ପଶୁପକ୍ଷୀ ଠେକୁଆକୁ ଚାଲାକ ବୋଲି ପୁରସ୍କୃତ କଲେ। କାହିଁକି ସିଂହ ବୁଝିପାରିଲାନି? ନା, ସେଠି ଆମେ ଜାଣିଲେ କ'ଣ ନା ମସୃଣ ବା ଚିକଣ ପୃଷ୍ଠ ଗୋଟିଏ ଦର୍ପଣ ପରି କାମ କରେ। ସେଇ ଦର୍ପଣରେ ତା ପ୍ରତିବିମ୍ବ ଦେଖିଲା ବୋଲି ସିଏ ଜାଣିପାରିଲା ନାହିଁ। ପିଲାମାନେ, କିଛି ମସୃଣ ବା ଚିକଣ ପୃଷ୍ଠର ଉଦାହରଣ ତୁମେ ଦେଇପାରିବ କି? ହଁ, କାଚ, ଆଇନା, ପାଣି, ପୋଲିସ ହୋଇଥିବା ଧାତୁ। ଏବେ କୁହ, ଆଲୋକ ଦର୍ପଣ ଉପରେ ପଡ଼ିଲେ କ'ଣ ହୁଏ? ଜାଣିନ? এই ପରୀକ୍ଷାଟିକୁ ଦେଖ। ଗୋଟିଏ ଲେଜର ଲାଇଟକୁ ନେଇ ସମତଳ ଦର୍ପଣ ଉପରେ ଏହାର ତୀକ୍ଷ୍ଣ ଆଲୋକକୁ ପକାଇଲେ ଏହା ସାମ୍ନା ପଟକୁ ବିଚ୍ଛୁରିତ ହୋଇ ଆସେ, ଯାହାକୁ ଆମେ କହିବା ଆଲୋକର ପ୍ରତିଫଳନ। ଏବେ କୁହ, ଆଲୋକର ପ୍ରତିଫଳନ କହିଲେ କ'ଣ ବୁଝିଲ? କିଏ କହିବ? ମାନସୀ କହିବ। କୁହ। ଆଚ୍ଛା, ମାନସୀ ଠିକ୍ କହିଲା ତ? ହଉ, ଦେଖ ସ୍କ୍ରିନକୁ ଲକ୍ଷ୍ୟ କର, ଲେଖିନିଅ ନିଜ ଖାତାରେ। ଆଲୋକ ଦର୍ପଣ ଉପରେ ପଡ଼ିଲେ ତାହାର ଗତିପଥ ପରିବର୍ତ୍ତନ ହୁଏ। ଗୋଟିଏ ପୃଷ୍ଠ ସାହାଯ୍ୟରେ ଆଲୋକର ଏହିପରି ଦିଗ ପରିବର୍ତ୍ତନକୁ ଆଲୋକର ପ୍ରତିଫଳନ କୁହାଯାଏ। ସମସ୍ତେ ଲେଖ। ହଁ, ବ୍ୟସ୍ତ ହୁଅନି, ଲେଖ। ପଢ଼ିଦେବି। ଆଲୋକ ଦର୍ପଣ ଉପରେ ପଡ଼ିଲେ ତାହାର ଗତିପଥ ପରିବର୍ତ୍ତନ ହୁଏ। ଗୋଟିଏ ପୃଷ୍ଠ ସାହାଯ୍ୟରେ ଆଲୋକର ଏହିପରି ଦିଗ ପରିବର୍ତ୍ତନକୁ ଆଲୋକର ପ୍ରତିଫଳନ କୁହାଯାଏ। ହଉ, ଏବେ ସମସ୍ତେ ଆଜିର ଆଲୋଚନାକୁ ବୁଝିଗଲ?
ତେବେ ଆଜିର ଆଲୋଚନାରୁ ଆମେ କ'ଣ ଶିଖିଲେ? ଦେଖ, ଉଦ୍ଭିଦମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ବୃଦ୍ଧି ପାଆନ୍ତି। ଏଟାକୁ ବି ଖାତାରେ ଲେଖୁଥିବ, ପଏଣ୍ଟଟା ରହିଲେ ତୁମକୁ ମନେ ରଖିବା ପାଇଁ ସହଜ ହେବ। 2, ବିଦ୍ୟୁତ ଘଣ୍ଟା ଓ ଡିଜିଟାଲ ଘଣ୍ଟା ଆସିବା ପୂର୍ବରୁ ସୂର୍ଯ୍ୟଙ୍କ କିରଣକୁ ପର୍ଯ୍ୟବେକ୍ଷଣ କରି ତାର ଛାଇ ଅନୁସାରେ ସମୟ ନିର୍ଣ୍ଣୟ କରାଯାଉଥିଲା। 3ରେ ଆମେ କ'ଣ ଜାଣିଲେ? ଆଲୋକ ସରଳ ରେଖାରେ ଗତି କରେ। 4, ଆଲୋକ ଦର୍ପଣ ଉପରେ ପଡ଼ିଲେ ତାର ଗତିପଥରେ ପରିବର୍ତ୍ତନ ହୁଏ। ଗୋଟିଏ ପୃଷ୍ଠରେ ଆଲୋକର ଏହିପରି ଦିଗ ପରିବର୍ତ୍ତନକୁ ଆଲୋକର ପ୍ରତିଫଳନ କୁହାଯାଏ। ଏହି 4ଟି କଥା ଆଜି ଆମେ ଆଲୋଚନାରୁ ଜାଣିଲେ। ସମସ୍ତେ ଖାତାରେ ଲେଖିନିଅ, ତାହେଲେ ତୁମକୁ ମନେ ରଖିବା ପାଇଁ ସହଜ ହେବ। ବିଣା କାହିଁ ଲେଖୁନ? ହଁ, ଲେଖ। ସମସ୍ତେ ଲେଖିଲ? ହଁ, ଏବେ ଆମେ ଖେଳ ଖେଳିବାର ସମୟ। ସମସ୍ତେ ଖେଳ ଖେଳିବା ତ? ସମସ୍ତେ ଖେଳିବା? ବାଃ, ତାହେଲେ ଖେଳ ଆରମ୍ଭ କରିବା। ପ୍ରଶ୍ନ ନମ୍ବର 1, ଉଦ୍ଭିଦ କେଉଁ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିଥାଏ? ଅପସନ୍ କ, ଆଲୋକ ସଂଶ୍ଳେଷଣ। ଅପସନ୍ ଖ, ବିଶ୍ଳେଷଣ। ଅପସନ୍ ଗ, ପ୍ରତିଫଳନ। ଅପସନ୍ ଘ, ଉତ୍ସେଦନ। ଚିନ୍ତା କର। ହଁ, ରଶ୍ମି କହିବ, କୁହ। ବାଃ, ଆଲୋକ ସଂଶ୍ଳେଷଣ, ଠିକ୍ ଉତ୍ତର। ଦ୍ୱିତୀୟ ପ୍ରଶ୍ନ, ଆମେ ଅନ୍ଧାରରେ କାହିଁକି ଦେଖିପାରି ନଥାଉ? ଅପସନ୍ କ, ଡର ଲାଗିବାରୁ। ଅପସନ୍ ଖ, ବୈଦ୍ୟୁତିକ ଉପକରଣ ଅଭାବରୁ। ଅପସନ୍ ଗ, ଆଲୋକ ଅଭାବରୁ। ଅପସନ୍ ଘ, ଛାୟା ଥିବାରୁ। କିଏ କହିବ? ଅଜୟ କୁହ। ହଁ, ଭେରି ଗୁଡ୍, ଠିକ୍ ଉତ୍ତର, ଆଲୋକ ଅଭାବରୁ। ସମସ୍ତେ ଜାଣିଥିଲ ନାଇଁ? ଖେଳଟା ଭଲ ଲାଗୁଛି କି ନାଇଁ? ହଁ, ଏବେ ନେକ୍ସଟ କ୍ୱେଶ୍ଚେନ୍। ବୈଦିକ ଯୁଗରେ ଲୋକମାନେ ସମୟ କିପରି ଜାଣୁଥିଲେ? ବୈଦିକ ଯୁଗରେ ଲୋକମାନେ ସମୟ କିପରି ଜାଣୁଥିଲେ? ଅପସନ୍ କ, କାନ୍ଥ ଘଣ୍ଟାରୁ। ଅପସନ୍ ଖ, ବିଦ୍ୟୁତ ଘଣ୍ଟାରୁ। ଅପସନ୍ ଘ, ଅପସନ୍ ଗ, ହାତ ଘଣ୍ଟାରୁ। ଅପସନ୍ ଘ, ସୂର୍ଯ୍ୟ କିରଣ ଓ ଛାୟାରୁ। ଚିନ୍ତା କର। କିଏ କହିବ? ସ୍ମୃତି କୁହ। ଭେରି ଗୁଡ୍, ରାଇଟ୍ ଆନ୍ସର। ସୂର୍ଯ୍ୟ କିରଣ ଓ ଛାୟାରୁ ଲୋକମାନେ ବୈଦିକ ଯୁଗରେ ସମୟ ଜାଣୁଥିଲେ। ଖେଳ ଭଲ ଲାଗୁଥିଲା କି ନାହିଁ? ଆଉ ଖେଳିବାନି? ଠିକ୍ ଅଛି, ଏଇ କାମଟି ତମେ ଲେଖିନିଅ, ତୁମ ପାଇଁ କାମଟିଏ, ଗୃହକର୍ମ। ସମସ୍ତେ ଖାତାରେ ଲେଖ। ସୂର୍ଯ୍ୟ ଘଣ୍ଟାର ଚିତ୍ରଟି ନିଜ ଖାତାରେ କରିବ। କରିପାରିବ ତ? ମୁଁ ତୁମକୁ ସୂର୍ଯ୍ୟ ଘଣ୍ଟା ଦେଖେଇଥିଲି। ହଁ, ବହିରେ ବି ଅଛି, ବହିରୁ ବି ଦେଖିବ ଏବଂ ନିଜ ଖାତାରେ ସୁନ୍ଦର ଭାବେ ତିଆରି କରି ଆଣିବ। ତ ଆଜି ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।